ଜୟ ଜଗନ୍ନାଥ। ପଶ୍ଚିମ ଗୋଦାବରୀ ତଟ ଦେଶରେ ଜାଙ୍ଗଳ ନାମକ ଏକ ରାଜ୍ୟ ଥିଲା। ସେ ରାଜ୍ୟର ରାଜା ଥିଲେ କ୍ଷଣଚନ୍ଦ୍ର। ରାଜା କ୍ଷଣଚନ୍ଦ୍ର ଥିଲେ ପରମ ଧାର୍ମିକ, ପ୍ରଜାବତ୍ସଳ, ବୀରଶ୍ରେଷ୍ଠ ଓ ମହାନ ଦାନୀ। ଦେବ ବ୍ରାହ୍ମଣ ପୂଜାରେ ସେ ଖୁବ୍ ରୁଚି ରଖିଥିଲେ। ଅକଳନ ସମ୍ପତ୍ତିର ଅଧିକାରୀ ହୋଇ ମଧ୍ୟ ତାଙ୍କ ମନରେ ଗର୍ବ ନଥିଲା। ଦେବପୂଜନ, ପୁରାଣ ଶ୍ରବଣ, ନାମ କୀର୍ତ୍ତନ, ବ୍ରାହ୍ମଣଙ୍କୁ ଦାନ, ଭୋଜନ ଆଦି ତାଙ୍କର ଦୈନନ୍ଦିନ କାର୍ଯ୍ୟ ଥିଲା। ଦିନେ ସେ ଭାବିଲେ ଏକ ବ୍ରାହ୍ମଣ ଶାସନ ବସାଇବେ। ଇଚ୍ଛା ଜାଗ୍ରତ ହେବାରୁ ରାଜା ପଣ୍ଡିତମାନଙ୍କ ପରାମର୍ଶ କରି ଉତ୍ତମ ସ୍ଥାନରେ ଶୁଭଦିନ ଓ ଲଗ୍ନ ଦେଖି ବ୍ରାହ୍ମଣ ଶାସନ ସ୍ଥାପନର ଶୁଭାରମ୍ଭ କଲେ। 300 ପରିବାର ରହିବାର ବ୍ୟବସ୍ଥା ହେଲା। ଶାସନ ମଧ୍ୟରେ ପୋଖରୀ, କୂଅ, ରାସ୍ତା, ଦେବାଦେବୀ ମନ୍ଦିର ଶୋଭା ପାଇଲା। ଶାସନକୁ ଲଗାଇ ଗ୍ରାମଟିଏ ବସାଇ ସେଠାରେ ଧୋବା, ଭଣ୍ଡାରୀ, ବଣିଆ, କୁମ୍ଭାର, ତନ୍ତୀ, ଗୁଡ଼ିଆ, ମାଳି, ପାଇକ ଆଦିଙ୍କୁ ଚାଷ ପାଇଁ ଜମିବାଡ଼ି ଖଞ୍ଜାଇ ଦେଲେ। ପ୍ରତି ରବିବାର ସଦସ୍ୟ ଅନୁସାରେ ଆବଶ୍ୟକ ଖାଦ୍ୟ, ବସ୍ତ୍ର ଆଦି ବ୍ୟବସ୍ଥା କଲେ। ସୁଶାସକ ରାଜା କ୍ଷଣଚନ୍ଦ୍ର ଦିନେ ଶାସନର ସମସ୍ତ ବ୍ରାହ୍ମଣଙ୍କୁ ଏକତ୍ରିତ କରି ବିନୟର ସହ କହିଲେ, ଆପଣମାନେ ପ୍ରତିଦିନ ଶୁଚିମନ୍ତ ହୋଇ ଶୁଦ୍ଧ ଚିତ୍ତରେ ବିଷ୍ଣୁ ମନ୍ଦିରରେ ହୋମ, ଯଜ୍ଞ ସମ୍ପନ୍ନ କରିବେ। ଏହା ମୋର ଇଚ୍ଛା। ଏଥିପାଇଁ ଯାହା ଆବଶ୍ୟକ ମୁଁ ଯୋଗାଇ ଦେବି। ବ୍ରାହ୍ମଣମାନେ ଆନନ୍ଦରେ ଏ ପ୍ରସ୍ତାବରେ ରାଜି ହେଲେ। ରାଜା ଜଣେ ଧର୍ମପରାୟଣ ବ୍ୟକ୍ତି ହୋଇଥିବାରୁ ତାଙ୍କର ଧର୍ମାନୁଷ୍ଠାନ, ଯଜ୍ଞ, ମନ୍ଦିର ପୂଜା ପ୍ରକୃତିରେ ମନ ମଗ୍ନ ରହୁଥିଲା। ପ୍ରଜାପାଟକ ଧର୍ମ କାର୍ଯ୍ୟ କରି କୁଶଳରେ ରୁହନ୍ତୁ, ସେମାନଙ୍କୁ ଦୈବୀକୃପା ପ୍ରାପ୍ତ ହେଉ, ଏହା ସେ ସବୁବେଳେ ଚାହୁଁଥିଲେ। ରାଜାଙ୍କ କଥା ଅନୁସାରେ ବ୍ରାହ୍ମଣମାନେ ବ୍ରାହ୍ମ ମୁହୂର୍ତ୍ତରୁ ଶଯ୍ୟାତ୍ୟାଗ ପୂର୍ବକ ଶୁଦ୍ଧପୂତ ହୋଇ ବିଷ୍ଣୁଙ୍କ ଆରାଧନା ସହିତ ହୋମାଦି ଯଜ୍ଞ କରିବାରେ ଲାଗିଲେ। ପ୍ରତି ସପ୍ତାହରେ ରାଜା ନିଜେ ଯାଇ ବିଷ୍ଣୁ ଦର୍ଶନ କରିବା ସହ ପ୍ରତି ପରିବାରର ଭଲ ମନ୍ଦ ବୁଝି ସେହି ଅନୁସାରେ ସମସ୍ତ ବ୍ୟବସ୍ଥା କରୁଥିଲେ। ଫଳରେ ରାଜାଙ୍କର ଖ୍ୟାତି ଚାରିଆଡ଼େ ବଢ଼ିବାରେ ଲାଗିଲା। ଯଜ୍ଞାନୁଷ୍ଠାନ ଫଳରେ ସମସ୍ତେ ତେଜୋବନ୍ତ ହେଲେ। କିଛି ବର୍ଷ ପରେ ଥରେ ରାଜା ନିଜର ସମସ୍ତ ପାରିଷଦ ବର୍ଗଙ୍କୁ ନେଇ ବିଷ୍ଣୁ ଦର୍ଶନ କରିବାକୁ ମନ ବଳାଇଲେ। ଏଥିଲାଗି ସମସ୍ତ ଆୟୋଜନ ହେଲା। ନିର୍ଦ୍ଦିଷ୍ଟ ଦିନରେ ରାଜା, ପାରିଷଦ, ସୈନ୍ୟ ସାମନ୍ତ ଓ ପରିବାରର ସମସ୍ତଙ୍କୁ ଧରି ଶାସନରେ ଉପସ୍ଥିତ ହେଲେ। ସାରା ଶାସନ ଜନଗହଳି ହୋଇଗଲା। ସମସ୍ତଙ୍କ ଘରେ ହୋମ କାର୍ଯ୍ୟ ସମ୍ପନ୍ନ ହେବା ବେଳକୁ ରାଜା ଆସି ପହଞ୍ଚିଲେ। ଶାସନବାସୀ, ଗ୍ରାମବାସୀ ତଥା ରାଜାଙ୍କ ଅନୁଚରଗଣଙ୍କ ଉପସ୍ଥିତିରେ ସାରା ଅଞ୍ଚଳରେ ଗହଳି ଚହଳି ଲାଗିଗଲା। ଗ୍ରାମର କୁଳବଧୂ, ଛୋଟ ପିଲା, ବୃଦ୍ଧ ବୃଦ୍ଧାଗଣଙ୍କ ବ୍ୟତୀତ ଅନ୍ୟମାନେ ବିଷ୍ଣୁ ମନ୍ଦିରକୁ ଛୁଟିଲେ। ବିଷ୍ଣୁ ମନ୍ଦିରର ଅଳ୍ପ ଦୂରରେ ଗୋଟିଏ ବ୍ରାହ୍ମଣ ପରିବାରରେ କୁଳବଧୂଟିଏ ଥିଲା। ଘରର ଆଗ ପଛ ଚାରିଆଡ଼ ଏପରି ଲୋକାରଣ୍ୟ ହୋଇଥିଲା ଯେ ପିମ୍ପୁଡ଼ିଟିଏ ଯିବାକୁ ରାସ୍ତା ନଥିଲା। ଏଭଳି ପରିସ୍ଥିତିରେ କୁଳବଧୂଟିକୁ ପରିସ୍ରାର ବେଗ ଦେଖାଇଲା। ତାକୁ ବୁଦ୍ଧିବାଟ ଦିଶିଲା ନାହିଁ। ସେ କର୍ତ୍ତବ୍ୟମୂଢ଼ ହୋଇ ଘରେ ଥିବା ହୋମକୁଣ୍ଡରେ ପରିସ୍ରା କଲା ଓ ତା ଉପରେ ପାଉଁଶ ଘୋଡ଼ାଇ ଦେଲା। ଅଳ୍ପ ସମୟ ପରେ ରାଜା ବିଦାୟ ନେଲେ। ଦେଖଣାହାରୀମାନେ ନିଜ ନିଜର ଘରକୁ ଫେରିଗଲେ। ସେହି କୁଳବଧୂଟିର ଶ୍ୱଶୁର ମଧ୍ୟ ଘରକୁ ଆସି ହୋମାଗ୍ନିକୁ ବିସର୍ଜନ କରିବା ନିମିତ୍ତ ହୋମକୁଣ୍ଡରେ କ୍ଷୀର ଢାଳିଲେ। ଏହି ସମୟରେ ବିଚିତ୍ର ଝଟକୁଥିବା ସ୍ୱର୍ଣ୍ଣ ଚକିଟିଏ ହୋମକୁଣ୍ଡରେ ଥିବା ଦେଖିଲେ। ସେ ଆଶ୍ଚର୍ଯ୍ୟଚକିତ ହୋଇ ପରିବାରର ସମସ୍ତଙ୍କୁ ଏକଥା ଜଣାନ୍ତେ ବୋହୂଟି ଅତି ସନ୍ତର୍ପଣରେ ହୋମକୁଣ୍ଡରେ ପରିସ୍ରା କରିଥିବା କଥା କହିଲା। ବ୍ରାହ୍ମଣ ଆନନ୍ଦିତ ହୋଇ କହିଲେ, ଆଉ ରାଜାଙ୍କର ସାହାଯ୍ୟ ଆମର ଦରକାର ନାହିଁ। ଏଣିକି ପ୍ରତିଦିନ ଯଜ୍ଞ ପରେ ବୋହୂ ଯଜ୍ଞକୁଣ୍ଡରେ ପରିସ୍ରା କଲେ ସ୍ୱର୍ଣ୍ଣ ଚକିଟିଏ ମିଳିବ। ମନୁଷ୍ୟର ବୁଦ୍ଧି ଠିକ୍ ଥିବା ପର୍ଯ୍ୟନ୍ତ ସେ ଠିକ୍ ଚିନ୍ତା କରେ ଓ ଠିକ୍ କାର୍ଯ୍ୟ କରେ। ବୁଦ୍ଧି ଜ୍ଞାନ ଭ୍ରଷ୍ଟ ହୋଇଗଲେ ଚିନ୍ତନ ଓଲଟା ହୁଏ। ଓଲଟା କର୍ମରେ ଓଲଟା ପରିଣାମ ମଧ୍ୟ ଭୋଗ କରେ। ଉତ୍ତମ ଫଳ ପରିବର୍ତ୍ତେ ବିପତ୍ତିକୁ ସେ ଡାକି ଆଣେ। ଧନ ଲାଳସାର ଅନ୍ୟ ନାମ ଲୋଭ। ଲୋଭରୁ ଅହଙ୍କାର ବଢ଼େ। ଅହଙ୍କାରରୁ ପତନ ଘଟେ। ବ୍ରାହ୍ମଣ ସୁନା ଚକି ପାଉଥିବା ଘଟଣା ଧୀରେ ଧୀରେ ଗ୍ରାମଯାକ ପ୍ରଚାର ହୋଇଗଲା। ସବୁ କୁଳବଧୂମାନେ ନିଜ ନିଜ ଘରେ ଯଜ୍ଞକୁଣ୍ଡରେ ପରିସ୍ରା କଲେ ଓ ସ୍ୱର୍ଣ୍ଣ ଚକି ପାଇଲେ। ଏହା ଯେ ଏକ ବିଷ୍ଣୁଦ୍ରୋହୀ କର୍ମ ସେକଥା ସେମାନେ ଜାଣିପାରିଲେ ନାହିଁ। ଗ୍ରାମର ସମସ୍ତ ବ୍ରାହ୍ମଣ ଧନୀ ହୋଇଗଲେ। ସେହି ଗ୍ରାମରେ ଜଣେ ପରମ ବିଷ୍ଣୁଭକ୍ତ ନୈଷ୍ଠିକ ଗରିବ ବ୍ରାହ୍ମଣ ବାସ କରୁଥିଲେ। ତାଙ୍କ ନାମ ଦୀନବନ୍ଧୁ। 7 ଜଣଙ୍କୁ ନେଇ ତାଙ୍କ ପରିବାର। ଦୀନବନ୍ଧୁ ଖୁବ୍ ସଦାଚାରୀ, ଦୟାଳୁ, ନିର୍ଲୋଭୀ, ନିର୍ଭୀକ ତଥା ହରିଭକ୍ତ ଥିଲେ। ରାଜା ଦେଉଥିବା ଅନ୍ନ ବସ୍ତ୍ରରୁ ସେ 4 ଭାଗରୁ 1 ଭାଗ ଗରିବ ଦୁଃଖୀଙ୍କୁ ଦାନ କରୁଥିଲେ।
ଅଭ୍ୟାଗତ ଅତିଥିଙ୍କୁ ନ ଖୁଆଇ ଘରୁ ଛାଡ଼ୁ ନଥିଲେ। ଦିନେ ତାଙ୍କ ପତ୍ନୀ ତାଙ୍କୁ କହିଲେ, ଆରେ ଶୁଣୁଛ, ଆମକୁ ଆଉ ଦରିଦ୍ରତା ଭିତରେ ରହିବାକୁ ପଡ଼ିବ ନାହିଁ। ଦୀନବନ୍ଧୁ ଆଶ୍ଚର୍ଯ୍ୟ ହେଲେ। ତାଙ୍କର ପତ୍ନୀ ତାଙ୍କୁ ସବିସ୍ତାରେ ସମସ୍ତ ଘଟଣା ଜଣାଇଲେ ଏବଂ ନିଜେ ନିଜ ଘରେ ଯଜ୍ଞକୁଣ୍ଡରେ ପରିସ୍ରା କରିବାର ଇଚ୍ଛା ପ୍ରକାଶ କଲେ। ସ୍ତ୍ରୀଙ୍କ ମୁଖରୁ ଏହା ଶୁଣି ଦୀନବନ୍ଧୁ ନିଜ କାନରେ ହାତ ଦେଇଦେଲେ। ତାଙ୍କ ଶରୀର ଘର୍ମାକ୍ତ ଓ ରୋମାଞ୍ଚିତ ହୋଇଗଲା। ତାଙ୍କ ଦେହ ଥରି ଉଠିଲା। ଏଭଳି ପାପ କଥା ନ ଶୁଣାଇବାକୁ ସେ ତାଙ୍କ ସ୍ତ୍ରୀଙ୍କୁ ତାଗିଦ କଲେ। କହିଲେ, ଆଉ ଦିନେ ଯଦି ଏ କଥା କହିବୁ ମୁଁ ନିଶ୍ଚୟ ମୃତ୍ୟୁବରଣ କରିବି। ବ୍ରାହ୍ମଣୀ କିନ୍ତୁ ଚୁପ୍ ରହି ନଥିଲେ। ଅନ୍ୟମାନେ ଧନୀ ହେଉଥିବା ବେଳେ ତାଙ୍କର ଦାରିଦ୍ର୍ୟତା ତାଙ୍କୁ ଅସହ୍ୟ ବୋଧ ହେଉଥିଲା। ଦୀନବନ୍ଧୁ ତାଙ୍କୁ ବୁଝାଇଲେ, ମନେ ରଖ, ମୁଁ ଯଦି ଏ ଶାସନ ପରିତ୍ୟାଗ କରେ, କ୍ଷଣକ ଭିତରେ ଏ ଶାସନଟି ଧ୍ୱଂସ ପାଇଯିବ, ପାତାଳଗାମୀ ହେବ। ବ୍ରାହ୍ମଣୀ କହିଲା, ଯଦି ଏ କଥା ସତ୍ୟ ତେବେ କାମରେ କରି ଦେଖାଅ, ନଚେତ୍ ସ୍ୱର୍ଣ୍ଣଚକି ପାଇବାକୁ ଯତ୍ନ କର, ଯାହାଦ୍ୱାରା ଆମେ ଜୀବନ ଥିବା ଯାକ ଅନ୍ତତଃ ଆନନ୍ଦରେ ରହିପାରିବା। ସଦାଚାରୀ ବ୍ରାହ୍ମଣ ପତ୍ନୀଙ୍କୁ ବୁଝାଇଲେ, ମୁଁ ଚାଲିଗଲେ ଏ ଶାସନ ପାତାଳଗାମୀ ହେବ ନିଶ୍ଚୟ, କିନ୍ତୁ ଗ୍ରାମବାସୀମାନଙ୍କର ସର୍ବନାଶ ହୋଇଯିବ। ଏଭଳି ଜିଦ୍ ଧରିବା ତୋର ଉଚିତ ନୁହଁ। ତଥାପି ତୁ ଯଦି ମୋ କଥାରେ ଅବିଶ୍ୱାସ କରୁଛୁ, ତେବେ ଶୀଘ୍ର ଏ ଗ୍ରାମ ଛାଡ଼ି ଚାଲିଯିବାକୁ ପ୍ରସ୍ତୁତ ହୁଅ। ବ୍ରାହ୍ମଣୀ ପ୍ରଥମେ ସନ୍ତାନମାନଙ୍କୁ ଧରି ସୀମା ପାର ହେଲେ, କିନ୍ତୁ ଶାସନର କୌଣସି ପରିବର୍ତ୍ତନ ହେଲା ନାହିଁ। ଯେତେବେଳେ ବ୍ରାହ୍ମଣ ଗୋଟିଏ ପାଦ ଶାସନ ଉପରେ ଓ ଅନ୍ୟ ପାଦଟି ସୀମାର ବାହାର ପାଖରେ ରଖି ବିଷ୍ଣୁଙ୍କୁ ସ୍ମରଣ କଲେ, ସେତେବେଳେ ଶାସନଟି ମାଟି ଭିତରକୁ ଦବିବାକୁ ଲାଗିଲା। ଶାସନବାସୀଙ୍କର ଆର୍ତ୍ତନାଦରେ ଗଗନ ପବନ ପ୍ରକମ୍ପିତ ହେଲା। ସଙ୍ଗେ ସଙ୍ଗେ ବ୍ରାହ୍ମଣ ଆହା ଆହା କ'ଣ ହୋଇଗଲା କହି ନିଜ ହାତରେ ପିନ୍ଧିଥିବା କୁଶଟିକୁ ସେହି ସ୍ଥାନକୁ ପକାଇଦେଲେ। ଫଳରେ ଶାସନଟି ଅଧିକ ନିମ୍ନଗାମୀ ନ ହୋଇ ସେଇଠି ରହିଗଲା। ଶାସନବାସୀଙ୍କର କ୍ରନ୍ଦନ ଶୁଣି ଆଖପାଖର ଲୋକମାନେ ଧାଇଁ ଆସିଲେ। ରାଜା କ୍ଷଣଚନ୍ଦ୍ର ମଧ୍ୟ ସେ ସ୍ଥାନରେ ପହଞ୍ଚିଲେ ଏବଂ ସମସ୍ତ ଘଟଣା ଅବଗତ ହେଲେ। ସଦାଚାରୀ ବ୍ରାହ୍ମଣ ଦୀନବନ୍ଧୁଙ୍କ ପରିବାର ଶାସନ ତ୍ୟାଗ କରିବା କ୍ଷଣି ଶାସନ ଭୂତଳଗାମୀ ହେବା ଜାଣି ରାଜା କ୍ଷଣଚନ୍ଦ୍ର ଦୀନବନ୍ଧୁଙ୍କ ପାଖରେ ପହଞ୍ଚିଲେ ଏବଂ ତାଙ୍କୁ ପ୍ରଣାମ କରି କହିଲେ, ଧନ୍ୟ ଦୀନବନ୍ଧୁ, ମୋ ଶାସନରେ ତୁମେ ହିଁ ଜଣେ ସଦାଚାରୀ ନୈଷ୍ଠିକ ବ୍ରାହ୍ମଣ ଥିଲ। ତୁମର ସମ୍ପର୍କ ଭଗବାନ ବିଷ୍ଣୁଙ୍କ ସହ ଅତି ନିବିଡ଼। ଏକମାତ୍ର ତୁମରି ପୂଜା ହୋମ ସଦାଚାର ଯୋଗୁଁ ଏ ଶାସନ ତିଷ୍ଠିଥିଲା। ତୁମେ ଗଲା ପରେ ଏ ଅଧର୍ମୀ ବ୍ରାହ୍ମଣମାନେ ପାତାଳଗାମୀ ହେଲେ। ତୁମ ପରି ବିଷ୍ଣୁ ଭକ୍ତଙ୍କୁ ମୁଁ ମୋ ରାଜ୍ୟରେ ପାଇ ନିଜକୁ ଧନ୍ୟ ମନେ କରୁଛି। ଏହା କହି ରାଜା କ୍ଷଣଚନ୍ଦ୍ର ବ୍ରାହ୍ମଣ ଦୀନବନ୍ଧୁଙ୍କ ମଥାରେ ପାଟ ବାନ୍ଧି ବହୁ ଉପହାର ଦେବା ସହ ସାରା ଜୀବନ ପାଇଁ ତାଙ୍କ ପରିବାର ସକାଶେ ଖାଦ୍ୟ, ବସ୍ତ୍ର ଓ ଜମିର ବ୍ୟବସ୍ଥା କରିଦେଲେ। ତାପରେ ଭୂତଳଗାମୀ ଭୂଖଣ୍ଡରୁ ଶାସନବାସୀଙ୍କୁ ଉଦ୍ଧାର କରି ଥଇଥାନ କଲେ। ଶାସନବାସୀମାନେ ବର୍ତ୍ତମାନ ନିଜର ଭୁଲ ବୁଝିପାରିଲେ। ଯଜ୍ଞକୁଣ୍ଡ ହେଉଛି ସ୍ୱୟଂ ନାରାୟଣଙ୍କର ବାସସ୍ଥାନ। ସେଭଳି ପବିତ୍ର ସ୍ଥାନରେ ପରିସ୍ରା କରିବା ହେତୁ ଦୀନବନ୍ଧୁଙ୍କୁ ଛାଡ଼ି ଅନ୍ୟ ସମସ୍ତେ ବିଷ୍ଣୁଦ୍ରୋହୀ ହୋଇଯାଇଥିଲେ ଏବଂ ଶେଷରେ ବିଷ୍ଣୁଭକ୍ତ ଦୀନବନ୍ଧୁଙ୍କ ଦ୍ୱାରା ହିଁ ସେମାନଙ୍କ ଜୀବନ ରକ୍ଷା ହେଲା। ସମସ୍ତେ ତାଙ୍କର ଜୟଗାନ କଲେ ଓ ତାଙ୍କର ସୁକର୍ମକୁ ଅନୁସରଣ କରିବାକୁ ପ୍ରତିଜ୍ଞାବଦ୍ଧ ହେଲେ। ସଦାଚାର ହିଁ ଜୀବନର ପ୍ରାଣାଧାର, ଏହା ସମସ୍ତେ ବୁଝିପାରିଲେ। ବର୍ତ୍ତମାନ ସମୟ ବଡ଼ ବିଚିତ୍ର ଅଟେ। ଆଜିର ମଣିଷର ଭିତରେ ଓ ବାହାରେ ବହୁତ ପାର୍ଥକ୍ୟ ଦେଖିବାକୁ ମିଳେ। ଭିତରଟା ଦୁରାତ୍ମା, କିନ୍ତୁ ବାହାରଟା ପୁଣ୍ୟାତ୍ମାର ଛଳନା କଳେବର ଧାରଣ କରିଥାଏ। ଏହା କିନ୍ତୁ ବେଶୀ ଦିନ ସ୍ଥାୟୀ ହୋଇ ରହେନାହିଁ। ଏହି ଛଳନାର ଆବରଣ ଆପେ ଆପେ ଖୋଲିଯାଏ। ପୁଣ୍ୟକର୍ମର ଫଳ ନିଶ୍ଚୟ ମିଳେ, ଆଉ ମୋହ, ଲୋଭର ଫଳ ବିନାଶର କାରଣ ହୋଇଥାଏ। ଯେପରି ଶାସନ ବ୍ରାହ୍ମଣମାନଙ୍କ ଅବସ୍ଥାରୁ ପରିଦୃଷ୍ଟ ହୁଏ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଯେଉଁମାନେ ସର୍ବଦା ଅନ୍ୟର ଶୁଭଚିନ୍ତନ କରନ୍ତି, ଈଶ୍ୱର କଲ୍ୟାଣ କାମନା କରନ୍ତି, ଅଧ୍ୟାତ୍ମ ପଥରେ ଯାଆନ୍ତି ଏବଂ ସଦାଚାରୀ ହୋଇଥାନ୍ତି, ସଙ୍କଟ ସମୟରେ ସେମାନେ ପଥଚ୍ୟୁତ ହୁଅନ୍ତି ନାହିଁ। ଫଳରେ ଭଗବାନ ବିଷ୍ଣୁ ତାଙ୍କୁ ସହାୟ ହୁଅନ୍ତି। ସେହିମାନେ ହିଁ ପ୍ରକୃତରେ ପୁଣ୍ୟାତ୍ମା, ସାଧୁ ପଦବାଚ୍ୟ।